हेलो हाय जय जगन्नाथ मु मो यूट्यूब चैनल को आपण मानक स्वागत जनाऊँगी। जानी सांग मैंने ए राति केतरा है 8:30 है 8:30 मो माँ ए रोषे कर मो माँ रोषे कर कि मु रोषे करी जानी कि मो माँ तार भात रांध सारे मो माँ तार भात बसई फुटिला भात फुटिला एबे भात फुटिला मो माँ रात जानते सब कौन कम करम बाड़ सब सफा हो सब बाँस माँस जो पड़ी आम बाड़ी सारा से सब खुंटिकी नहीं 8:30 राति से सब खुंटिकी नहीं पिछा पटर पकाऊँच एपटे भात बसई दी मु मोर मसला फसला सब पेस्ट कर चलते देखिए मु कौन कौन सब रेडी कर चलो फाइनाली सांग मैंने देखिले तो आम झील तार रातिर पलि आसाला से आम छुआ झी आसाला नापी आउ सांग मैंने मोर जानते कौन करी चिकेन पकड़ा करी देखो चिकेन काटिक रखी माने दुकान रू कटा होगी आसाला पानी गड़े देली देखो पानी गड़े देची कौन पकेबी सब लुण लुण पकेबी कड़ा आनलु ना झिया कड़ाटा आने कड़ा पचपट लुण पकेली तापर हळदी मत कल गुरुवार बोले पखाड़ा कर लंका गुंड सोरिष तेल हाँ सोरिष तेल नींबू कंचन का कौन कला गाइंडर करदेला नींबू झेलो रसुण ने ना लो माँ देख लो ताको टमाटो पाई कहली ना तू नौ मु कहली टमाटो सॉक्स आनिबो अदा रसुण आनिबो तू कोन ता कहली टमाटो आनके मस्त बुझी पारनी तू न बुझी पार केमिति कर दियो सब कथा कहलु तू मत सबला टमाटो कथा आ ए जाला अदा रसुण कंचा लंका पेस्ट झीर के दुष्ट नहीं झील कड़ाटा ने बसानी से बड़ दे कौन दब ना गोटे अदा नहीं तांकर नहीं का छुआ छुट्टा जाना बड़टा से बड़टा बसा आ मु ना सब लो ए चिकन मसला आमर सबुदिन चिकेन विकेन सब छणा छुणी हो मु कॉर्नफ्लोर आ बेसन को मिसई के रखी देनी ठीक टाकिलु कौन आउदरा जाला है खोजी आनी जा एबे तो मिक्स कर जा है के आनी जे कोंटा रिफाइन टाणी के कड़र पकाओ कोंटा जाला आनी जा मु कोंटा जाला आनी जा खली अठी काढना से पेटी पूरे रह जोड़ दिला से रख देखो तो गुड़े देली मुझे खाली चूड़े फिरनी एटा मोर कोडा इटा पेटी आनी के डाल दे मासु ना हां ना ना नाम बिके में फाइनो देखो संग माने मु पूरा मोर रेडी कर देली एटा भेरसुंगा पत्र पक्के थांती जे रात गला ना ना रातिर ना ना कंटा तांग घर पाखरे ना ना कंटा पुटिबो रातिर हम टाटी कतरे जा रिफाइन तेल डान छियो सेगुडा का काडी न कोंटा फुट्टी के रखते नहीं दादा मुंगती फुट्टी के रखते नहीं गाड़ी देने आने की फाइनली मोर एगुडा रेडी कर देची आ खाली छंका छंकी पे दे बाकी अछि
ମୁଁ ଚପଲ ପିନ୍ଧିବି। ନା ଦରକାର ନାହିଁ ନା ଦରକାର ନାହିଁ କଣ କରିବ? ଦରକାର ନାହିଁ କୋଉଠିକି ଯିବ? ହଁ କୋଉଠିକି ଯିବ? ଭେସୁଙ୍ଗା ପତ୍ର ଆଣିତେ ମନା କଲି ନା ଦରକାର ନାହିଁ ଆମର ହେଇଠି ବା ଆମର ଗଛ ଅଛି। କୋଉଠି ସେଠି ଆଉ ନାହିଁ ଲୋ। ହଇ ହଁ ସେଠି ବା ଆଉ ନାହିଁ ସରିଗଲାଣି। ମୋ ହାତ ସେଇ ଚଉରା କତିରେ ଝିଅ ଦେଖିଛି କୋଉନ ଆଣିବ। ସେଠି ଆଉ ନାହିଁ ସରିଗଲାଣି। ସେଠି ଆଉ ନାହିଁ ସରିଗଲାଣି ମା ମୁଁ ମୋର ସବୁ ରେଡି କରିଦେଲି ଏବେ କ'ଣ କନି ଏତେ ସ୍ଲୋ ସ୍ଲୋ ଜଳୁଛି ଯେ ମାଲୋ ହଁ ଅନ୍ଧାର ଝିଅ କୁଆଡ଼େ ପଳେଇଲା ହାय ବଡ଼ ବୋଉ ଘରୁ ପଳେଇଲା ଖିଆ ହେଇଛି ଭୋକ ବି ନାହିଁ। ଭୋକ ବି ନାହିଁ ସେଇଥିପାଇଁ ଚିକେନ ପକୋଡ଼ା କରିକି ତୋର ଶୋଇ ସାରନ୍ତିଣି ମୁଁ। ଏତେବେଳକୁ ମୋ ମା ଶୋଇ ସାରନ୍ତାଣି ଖାସ୍ ଖାଲି ମୋ ପାଇଁ ଏଠି ବସିଛି ନା କ'ଣ କାଲି କହିଲା ଆଣି ରୋଷେଇ କରି ରଖିମି ଫେରେ ମୁଁ କାଲି ଆଉ ଆଣିନି ପଳେଇ ଆଇନି। ସେ କହିଲେ ଦୋକାନ ବନ୍ଦ କରିଦେଲେଣି ପଳେଇ ଆଇନି ଆଣିନି। ମନ ଦୁଃଖ କରିବ କୁଆଡ଼େ କହିବ ଆଣିଲାନି ପଳେଇ ଆଇଲା ସେଇଆରେ ମୁଁ ଯାଇ ନେଇ ଆଇନି। ନିଦ ତ ଆଇଲାଣି ହେଇ ନିଦ ତ ଆଇଲାଣି ସେ କ'ଣ ଖାଇବ ସେଇଆ ଭାବୁଛି ମୁଁ ସକାଳୁ ସାଙ୍ଗମାନେ ଜାଣିଛନ୍ତି ମୁଁ ଟମାଟୋ କିଲେ ଆଣିଥିନି କିଲେ ଆଣିଥିଲୁ ସକାଳୁ ଟମାଟୋ କିଲେ ଆଣିଥିନି ତୁ ଟମାଟୋ ସକ୍ସ କହିଲୁ ମୁଁ କହିଲି ଟମାଟୋ ନେଇ ଆସିବୁ। ମା ମୁଁ ପୁଣି ପୁଡ଼ି ଯିମି ସେପଟେ 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 ଏଇ ନୁଗାର ନାଗିବ। ମୋ ମା ତାର ମୁଁ ମୋ ମାଆକୁ କ'ଣ କହିଲି ମୁଁ କହିଲି ମା ଲୋ ମୋ ମା ତାର ମୁଁ କହିଲି କାଲି ଆଇଁଷ ଖାଇଥିବ ମୋ ମା ଖାଏ ତାର ବାର କରେନି ମୁଁ ସେଥିପାଇଁ କହିଲି ମା ନେଇଆ ଆଉ କିଛି କରିନି ଆଜି ରାତିରେ ରାନ୍ଧିବା କାଲି ସକାଳ ପର୍ଯ୍ୟନ୍ତ ରହିବ ଆଉ ହଉଛି କିଛି କରିନି ମୁଁ ଟିକେ ବାସି ଦିନମାନ ଖାଇବା। ହଁ ଦିନମାନ ଖାଇବା ଆମର ତ ଫ୍ରିଜ୍ ଅଛି ମୁଁ ସେଥିପାଇଁ କହିଲି ଖାଇବା ଦେଖିଲା ବେଳକୁ ସାଙ୍ଗମାନେ ସିଏ ତାର ଏବେ ତାର ନେଇକି ଆସୁଛି ଏବେ ନେଇକି ଏଇ ଆସୁଛି ନିଆଲୋ ଝିଅ ସେପଟକୁ ଯା ଆମ ଛଙ୍କାଟା ଆଣିଲନି ଲୋ ଛକା ଆଣିବୁ ଯା ଝିଅ। ନେ ମା ଏଗୁଡ଼ା କାଟିବୁ ଆଉ ଜାଳ ଦେ ନା କାଟ ସେଗୁଡ଼ାକ ଅଧିକା ହେଇଗଲା ଜାଳ। ସେତିକି ଜାଳ ଦେ ସେଇଟା କ'ଣ ମୁଁ କାଟିମି? ସେଇ ପିଆଜ ଟମାଟୋ କାଟ ଗ୍ରାଇଣ୍ଡର ଖୋଳ ପିଆଜ କ'ଣ ତା ଦେହରେ ପକେଇବୁ କି କାଦିର ତା ଦେହରେ? ହଁ ନା ନା ପିତା ହେଇଯିବ। ମୁଁ ତତେ କ'ଣ କହିଲି ମା ସେଟା ଚିକେନରେ ପକେଇମି ପନିକି ଦେ ହେଇ କତା ଆଇତି କରିନି ସେତେବେଳୁ ମାମା ନା ମତେ ପନିକି ଦେନି ମୁଁ ଗୋଡ଼ ନମ୍ବେଇଛି ବହୁତ କାମ କରୁଛି ମତେ ଭାରି ବାଧୁଛି କେତେ କାମ କରିବି ସେ କାମ କରି କରି ଧାନ ବୋଇଲା ଧାନ ପଛରେ ମେସିନ୍ କ'ଣ କରୁଛୁ ଟିକେ କହିଦେନି ଛୁଆ 5 ଦିନ ଅଗାଧୁଆ 3 ଦିନ ଉପାସ ଭାରି ବାଧିଲା ଭାରି ବାଧିଲାଣି ମୋ ମାଆକୁ ଘର କତର କାମ କହିବୁନୁ ତ ଇଏ ଆଉ କିଛି କାମ କରୁନି ନଥିଲେ ଡଁସି କହିଲା ଭଳିଆ ଲାଗୁଛି ଖାଇ ପିଇବୁନି ଯାହା କହିବୁ ଟିକେ ବଡ଼ ଜୋର କହିନା ମୋ ଭିଡ଼ିଓଟା ଡଁସି କହିଲା ଭଳିଆ ଲାଗୁଛି ନା ଖାଇ ପିଇ ହଉନି ଦିହ ଭଲ ନାହିଁ ଭଲ ଲାଗୁନି। ମୋ ଝିଅ ଥିଲା ଟିକେ ଘଷି ମସି ଦେଉଥିଲା
ଆଉ କାମ ଟିକେ କରିଦେଉଥିଲା। ଇଏ ତା ପୁଅ କିଛି କାମ କରୁନାହାନ୍ତି। ସାଙ୍ଗମାନେ ଖାଲି କ'ଣ ଆପଣମାନେ କହୁଛି ଜାଣିଛନ୍ତି କହୁଛି ମା ମୁଁ କହିଲି ରାନ୍ଧିବୁ ନେଇଗଲୁ କହିବ କ'ଣ ଖାଇବୁ କହୁନୁ। ମୁଁ ରାଗିକି ନା କହିଲା କ'ଣ ଖାଇବୁ କହୁନୁ ରାନ୍ଧିବି। ତା ମାନେ କ'ଣ ଆମର ଯାହା ଅଛି ରାନ୍ଧିଦେବୁ ଟିକେ ଖାଇଦେବା ନା କ'ଣ ଖାଇବୁ କହୁନୁ ରାନ୍ଧିବି। ମୋର ରାଗ ହେଲା ଦିନ ଭାଜର। ମୁଁ ମୋର ନିଜେ ପଳେଇ ଆଇନେ ତା କହିବା ଅପେକ୍ଷା ମୁଁ କରିଦେବି ଆହୁରି ମୋର ଭଲ। ସେଇଟା ମୋର ଆଳୁ ଗୋଟେ ଘିନି ଆନି ବାଇଗଣ ଗୋଟେ ଘିନି ଆନି ବଡ଼ି ଦୁରା ଘିନି ଆନି ବିଲାତି ଗୋଟେ ଘିନି ଆନି ଏକାଥରେ ସିଝେଇଦେନି ରାନ୍ଧିଦେନି ବଘାରିଦେନି ଖାଇଦେନି। ଶୋଇଥିଲେ ରଖି ରୁଖା ଦେଇ ଶୋଇ ପଡ଼ିନି। ମୋ ଦେହ ଖରାପ ହେଇଗଲାଣି ମୋତେ ଯେଉଁ ବାଧିଲା ମୁଁ ମୋର ଯାଇ ଶୋଇ ଆଜି ପୁଣି ପଡ଼ିଲି। ଗୋଟେ କାମ କଲା। ଆଜି ପୁଣି ଗୋଟେ କାମ କଲା। ମାଟି ଖୋଳିଲା। ଆଜି ଗୋଟେ କାମ ହେଲା। ଆଜି ଜୋର ମାଟି ଗୁଡ଼ାକ ବୋହିନି ନା ବହୁତ ସାଙ୍ଗମାନେ କୁହନ୍ତୁ ସେଇ କାମ ଗୁଡ଼ାକ ମୁଁ କରିବା କାମ ନୁହେଁ, ସେଥିପାଇଁ ମୁଁ କରୁନି। ଆଉ ମୁଁ କରେନି, ମୁଁ ବିଲକୁ ଯାଏନି। ଥରେ ଯାଇଛୁ। ମାଟି ଗୁଡ଼ାକ ବୋହି ବୋହିକି ପୁରା ଥକା ହେଇଗଲା। ଯାହା ହଉ ଦିଟା ଖାଇନି ଶାନ୍ତିର। ଯାହା ରୋଷେଇ ହେଇଥିଲା ଭଲ ଲାଗିଲା ଖାଇଦେନି ଦିଟା। ସାଙ୍ଗମାନେ ଆଜି ଆମେ କ'ଣ କ'ଣ ଖାଇଛୁ ଜାଣିଛନ୍ତି? ଚିକେନ କରାଟ କଲିଜା କଷା ଖାଇଛୁ, ଶୁଖୁଆ ପୋଡ଼ା ଖାଇଛୁ, ମାଛ ଭଜା ଖାଇଛୁ, ଶୁଖୁଆ ତରକାରୀ ଖରାବେଳେ ଖାଇଛୁ, ତାପରେ ଅଣ୍ଡା ସିଝା 2ଟା ଆଣିକି ଖାଇଛୁ, ତାପରେ ଏଇଖିଣା ଚିକେନ ପକୋଡ଼ା ଖାଉଛୁ। ଆମେ ମା ଝିଅ ନୁ ବାକେ ମୁଁ ନିଏ ମୋ ମା ଖାଲି କହୁଛି ଖାଇନି, ଖାଲି କହୁଛି କାମ କରିନି ଖାଇନି ନାଲୁ। ଆଉ ମୁଁ ଖଟୁଛି ଖାଇମିନି କ'ଣ ରଖିମି କିଏ ଖାଇବ? ଏଇ ଜାଳ ଦିଏନି ମତେ। ମୋର ପୁଅ ଦୁଇଟା ମୋ ପୁଅ ଦୁଇଟା ନାଇଁ ଯାହା ବଳିବ ଖାଇବେ। ମୁଁ ଖାଇମିନି ହେଉଛି ରଖିଦେବି ମୋ ପୁଅ ଖାଇବ। ମୋ ପୁଅ ଦେଖିଲା ବେଳକୁ କହିବନି ମା ଖାଇଲା କି ମଲା କି ଗଲା। ମୋର କ'ଣ ଦରକାର କନି କ'ଣ ଦରକାର ସେ ତା ପୁଅ ପାଇଁ ରଖିବ। ସେ ସବୁ ଯାହା ଏବେ ଅଛି ସେ ତାର ଖାଇଦବ। ମୋ ହାତ ଗୋଡ଼ ଚଳୁଛି ମୋର ଯାହା ଖଟିମି ଯାହା ଇଏ କରିମି। ମୋ ଝିଅ ପଇସା ଦେଉଛି ମୁଁ ଖାଇଦେଉଛି। ତା ବଡ଼ ଝିଅ ବର୍ଷା ପଇସା ଦେଉଛି ଯାହା ମୁଁ ଖାଇଦେଉଛି। ଗେଲେ ଶୋଇବୁନୁ। ସାଙ୍ଗମାନେ ବିଶ୍ୱାସ କରିବେନି, ଖଳା ଲିପିଲା ଏପଟେ ଦେଖିଥିବେ ମୁଁ ଭିଡ଼ିଓ ବନେଇଛି। ଖଳା ଲିପିଲା ଆମର ଖଳା ନିପା ହୁଏନି। ମୁଁ ତତେ କହିନି ଏପଟ ତୁ କହିଲୁ ଭାଇ କହିଲା ଏପଟ ନିପିଦେବ ମାନେ କଷ୍ଟ ପଡ଼ିବନି ଏଇଠି ମୁଠେ ମୁଠେ ନେଇଯିବ ଘରକୁ। ହଉ ତତେ ଯଦି କହିଲା ନା ତୁ କ'ଣ କହିଲୁ, ମୁଁ ତତେ କହୁଛି ମା କୋଉଠି ଧାନ ଢାଳିବି। ମୁଁ କହିନି ଆମର ରାସ୍ତାରେ ଢାଳି ଦେଉଛୁ ଆମର ବୁହିକି ନେଇଯାଉଛୁ। ତୁ କହିଲୁ ମୁଁ ତ ବୁହି ପାରିବିନି। ମୁଁ କହିନି ତାହେଲେ ଏଇଠି ନିପିଦେଲେ ମୁଠେ ମୁଠେ ଏଇଠିକି ନେଇ ଆସିପାରିବୁନି ନା। ମୁଁ ମୋ ଛୁଆକୁ ଛାଡ଼ି କେମିତି ବୁହିବି, ମୁଁ ସେଥିପାଇଁ ମନା କଲି। ସେ ତାର ଖଳା ଲିପିଲା। ସେଇ ବର୍ଷ ଆମ ସବୁ ବର୍ଷ ବାପା ଥିଲାବେଳେ ଆମ ସେଇଠି ଆସେ ନା ଆସେନି। ସେଇ ଖୁସଟା ଯୋଉ ପଡ଼ିଥିଲା ଅଟକେଇଲା। ଏଟା କାହିଁକି ଦେଲୁ ସବୁ ଚାଲ କରିଯିବ। ଦେଲ ସାଙ୍ଗମାନେ ମୋ ବାପା ଥିଲାବେଳେ ଆମର ଏପଟର ସବୁବେଳେ ଆମର ଧାନ ଗାଡ଼ି ଆସେ। ସବୁ ଯେକୌଣସି ଜିନିଷ ଆମର ସେପଟ ଗାଡ଼ି ଗାଡ଼ି ଆସେ ସବୁ ଗାଡ଼ି ଆସେ। ସବୁ ଗାଡ଼ି ଆମର ଭିତରକୁ ଆସେ। ମୋ ବାପା ଗଲା କତରୁ ମାନେ ଯେମିତି ନା କ'ଣ କୁହନ୍ତି କନି ମା, ଜଙ୍ଗଲର ସିଂହ ନାହିଁ ମାନେ ହରିଣ ବାଘ ନଥିଲେ ଶିଆଳ ରାଇଜ। ସେମିତି ମୋ ବାପା ନାହାନ୍ତି ବୁଲିକି ଏଇଦିନ ସମସ୍ତେ ସେପଟ ରାସ୍ତାର ବି ଧାନ ଗାଡ଼ି ଛାଡ଼ିଲେନି। ମୋ ମା ରାସ୍ତାର ଢାଳିକି 4 ଗାଡ଼ି ଧାନ ଏକୁଟିଆ। ମୋ ପୁଅକୁ ଧୋଇନି, ମୁଁ ଖର୍ଚ୍ଚା ଖର୍ଚ୍ଚି ଟିକେ କରିଦେନି। 4 ଗାଡ଼ି ଧାନ ପୁରେଇଦେନି। ସବୁ ସେ ବୁଇଲା ଗୁଟି ଗୁଟି କରିକି, ମାନେ ଭାବୁଥାନ୍ତୁ 4 ଗାଡ଼ି ଧାନ ସେ ଏକା ବୁଇଲା। ମୁଁ ସେଥିପାଇଁ ବି ଭିଡ଼ିଓ ବି ଆଉ ଆଣିପାରୁନି, କାହିଁକି ନା ତାକୁ ଟିକେ ହେଲ୍ପ ଦରକାର। ତାକୁ ସେ ପୁରାପୁରି କରିଦେଉଛି, ପୁଣି ସେକୁ ସାରିକି ପୁଣି ଆସିକି ରୋଷେଇବାସ କରୁନା। ସେଥିପାଇଁ ଆମ ଘରେ ଆଉ 2 ଜଣ ଆମେ ମା ଅଛି। ଆଉ ମୁଁ ନଥିଲେ ତୁ ହଇରାଣ ହେଇନଥାନ୍ତୁ। ମୁଁ କାନ୍ଦି କାନ୍ଦି ମୁଁ ତୁଳିଥାନ୍ତି ନା ସେ ଧାନ ସବୁ।
ଯେଉଁ ଏକା ଦିନେ 2 ଗାଡ଼ି ଆଇଲା ମୁଁ ତାକୁ ତୁଳିଥାନ୍ତି ନା। ଗୋଟେ ଗାଡ଼ି ଧାନ ରାତି 10ଟା ପାଉ 2ଟା ପାଉ ଶୋଇଥାନ୍ତିନି ତୁଳିଥାନ୍ତି। ଆଉ 2 ଗାଡ଼ି ଧାନ ଯେଉଁ ଆଇଥିଲା ମୁଁ ତାକୁ ତୁଳିଥାନ୍ତି ନା। ସାଙ୍ଗମାନେ ହଁ ମୁଁ ତୁଳି ଦେଇଥାନ୍ତି ରାତି ସାରା ଶୋଇଥାନ୍ତି। ସେ ରାତି ସାରା ଶୋଇ ନଥାନ୍ତା, ସେ ତୁଳିଥାନ୍ତା। ରାସ୍ତାର ଷଣ୍ଢ ଖାଇବ ମଣିଷ ନେଇଯିବେ ମୁଁ ରଖିଥାନ୍ତି ନା ସେଇଠି ରାସ୍ତାର। ତାପରେ ସାଙ୍ଗମାନେ କ'ଣ ହେଲା ଜାଣିଛନ୍ତି? ତାକୁ ସେ ତୁଳା ତୁଳି ଶୋଇଲା। ଷେଣ୍ଢ ଗାଈ ତ ଦେଖୁଥିଲି ଭିଡ଼ିଓରେ, ଦେଖିବେ ମୋ ଭିଡ଼ିଓରେ, ପୁରା ଗାଈ ଷେଣ୍ଢ ପୁରା ଆମ ବାଡ଼ିଟା ପୁରା ଯେମିତି ଆଡ୍ଡା ତାଙ୍କର। ସେ ସବୁବେଳେ ଆସି ଆମରି ବାଡ଼ି ଭିତରେ, ସେଥିପାଇଁ ମୁଁ ଧରୁଛି ତୁ ପକା। ବାଡ଼ କେତେ ବୁଝିବୁ? ଆରଥରକ ଆମ ପୁଅ ପଇସା ଦେଇଥିଲା 4000 ଟଙ୍କା, କହିଲା ତାର ଦେଇଥିଲା ପଇସା କିସ୍ତି ମିସ୍ତି ପଇସା ଦେବା ପାଇଁ। ମୁଁ ତାକୁ କ'ଣ କଲି, ବାଡ଼ ବୁଝି ଦେନି, ମା ଜାଳ ଦେ, ତେଲ ଟାଣିବ ବେଶୀ। ବାଡ଼ ବୁଝି ଦେଇକି 4000 ଟଙ୍କା ପଳେଇଲା। କିଛି ବାଡ଼ ହେଲାନି, ମା ଜାଳ ଦେ, ସୁଦୁ ତାତି ନେଇ। କିଛି ବାଡ଼ ହେଲାନି। 4000 ଟଙ୍କା ପଳେଇଲା। ସେ କହିଲା ମୋ ପଇସା ଦେବୁ। ମୁଁ ଆଉ ପଇସା ଦେବିନି। କଣ୍ଟା କାଟିକି ବାଡ଼ ବୁଝେଇଛି। ତୁ ତ ନୂଆ ବାଡ଼ ଆଣି ଲଗେଇଥାନ୍ତୁ, ହଉଛି ରହିଥାନ୍ତା। ସେ କଣ୍ଟା ରହିବ ନା। 3 ବର୍ଷ ଖଣ୍ଡ ହେଲା ଦେଇଥିଲି, ଲଗେଇଥିଲି ଆଣି। କଣ୍ଟା କାଟିକି ବାଡ଼ ବୁଝା ହେଇଥିଲା। ସେଇ ରସିଗଲାଣି, ପଚିଗଲାଣି। ଆଉ ଏ ବର୍ଷ ଆଉ ଭାଙ୍ଗିଗଲାଣି। ଷେଣ୍ଢ ଆଉ ରଖେଇ ଦେଉନାହାନ୍ତି। ଆଉ ମୋର ଗୋଟେ ଗାଈ ଅଛି, ମୁଁ ଯାହା ବି ହେଲେ କୁଟାକାରେ ଆଣିବି ବିଲରୁ, ଆଣି ରଖିବି, ସବୁ ଷେଣ୍ଢ ଖାଇଦେବେ। ଯେଉଁ କଷ୍ଟର କୁଟା ମୁଣ୍ଡେଇକି ଆଣିବି, ଖାଇଦେବେ। ସେଇଥିପାଇଁ କ'ଣ କରିମି, ଆଉ ଦେଖିଲେ ତ ସାଙ୍ଗମାନେ, ଝିଅକୁ କହିନି, ଟମାଟୋ ପକେଇଲି, ଯାଉଛି ମୁଁ ଗ୍ରାଇଣ୍ଡିଙ୍ଗ କରି ଆସେ। ମୋ ମା ତାର କ'ଣ କଥା ହଉଛି ଶୁଣନ୍ତୁ। ମୁଁ କହିଲି ଦେନି ପଇସା ଅଛି ନା। ସେ ଦେଇଥିଲା ଧାନ ମାନ କାଟିବା ପାଇଁ ପଇସା। ତା ପଇସାକୁ ଧାନ କାଟିତେ ଦେଇଥିଲା, ତା ପଇସାରେ ମୁଁ ବାଡ଼ ବୁଝି ଦେଇଛି। ମେସିନ୍ ବାଲା ପଇସା ନେଇନାହାନ୍ତି। 10,000 ଟଙ୍କା ଖାଲି ମେସିନ୍ ବାଲା ନେବେ। ଧାନ କଟା ହେଇଛି 10,000, ମେସିନ୍ ବାଲା ନେବେ। ଧାନ କେତେ ପଇସା ହବ କହିବନି, ଯାହା ହବ ଆଉ। ଏ ଗୋଟେ ଝିଅ ବାହାରକୁ ଟିକେ ପକେଇଲାନି। ବେଶୀ ହାର୍ଡ଼ କରିବୁନି, ପିଠା ହେଇଯିବ। ଦେଖନି ଖାଇକି ଟିକେ ଦେଖନି। ଠିକ ହେଇଛି ନା? ଦେଖ ଆଉ ଟିକେ ନରମ, ଆଉ ନରମ। ଦେଖ ବେଶୀ ହାର୍ଡ଼ ହେଇଗଲେ ପିଠା ହେଇଯିବ। ଟିକେ ଟିକେ ସକ୍ସ ଲଗେଇ ଖାଇବ। ଆମର ଜାଣିଛନ୍ତି ସାଙ୍ଗମାନେ, ସେ ଚିକେନ ପକୋଡ଼ା କେହି ଖାଇବେନି, କିଛି ଖାଇବେନି। ସେଇ ସକ୍ସ ଟାକୁ ବସିକି ଚାଟି ଦେଇକି ପଳେଇବେ ସବୁବେଳେ। ଆମ ଝିଅ 2ଟା ଆଣିଥିଲା, 2 ବୋତଲ ଆଣିଥିଲା। ଗୋଟେ ନେଳିଆ ନେଳିଆ, ଗୋଟେ ନାଳ ନାଳ। ମୁଁ ଇଏ କ'ଣ କହିଲା ବିଲାତି ସକ୍ସ, ଆଉ ଗୋଟେ କ'ଣ ଲଙ୍କା ସକ୍ସ ନା କ'ଣ। ମୁଁ କ'ଣ କରିବୁ, ରଖିଦେଇଯିବୁ ନା? ଆଣିଛି ନେଇକି ଯିବା ନାଇଁ, କହିଲା ରଖିଦେବି। ତୁ କହିଲା ମୋତେ କହିଲା ତୁ ଖାଇବୁ କି? ମୁଁ କହିନି ନା, ମୁଁ କାହିଁ ଖାଇବି, ତମେ ତୁମର ଖାଅ। ନେଇଗଲା। ମୁଁ ଗୋଟେ ଆଣିନି ଆଉ ପଛରେ। ମୁଁ ତ ଏଗୁଡ଼ା କରିବିନି, ଇଏ ପଳେଇନି, ମୁଁ ଏଗୁଡ଼ା କରିବିନି। ମୋର କେଉଁଠି କ'ଣ ଟିକେ ଘିନି ଆଇନି, ଏକାଥରେ ସିଝେଇଦେବି, କାଢ଼ିବି। ମୋର ସେ ଛଙ୍କା ଚୁକି ମୋତେ ଭଲ ପାଏନି। ମୁଁ ସେ ଛଙ୍କା ଚୁକି ଇଏ ସିଏ କରତେ ଭଲ ପାଏନି। ଖାଉନୁ ମା। ଆଉ ଯାହା କରିମି ମୋର କଞ୍ଚାଲଙ୍କା ନାହିଁ, ମୁଁ କେମିତି ଖାଇପାରିବିନି। ନାହିଁ ପାଖରେ ସବୁ ପକେଇଦେବି। ଗୋଟେ ଲୁଣ ଧରି ଦେଲି, ଅଲଣା ହେଇଯିବି।
ଲୁଣ ଜର ବି କଞ୍ଚା ଲଙ୍କା ରଖିଦେଉଛି। ତୁ ସବୁ ଦାଣ୍ଡ ସାରା ବୁଣିଛୁ କଞ୍ଚା ଲଙ୍କା କୁଟି ନେଇକିରି ମୁଁ ବୁଣି ନାହିଁ, ମୋ ପୁଅ ବୁଣିଛି ମତେ କହୁନା। 50 ଲଙ୍କା ବାହାରିବ ଦାଣ୍ଡରୁ। ମୁଁ ବୁଣିନି ସାଙ୍ଗମାନେ, ମୋ ପୁଅ ଢାଳିଛି। ଢାଳିକି ସବୁ ସେ ଢାଳିଦେଲା, ମୁଁ ସବୁ କରିଦେଲି। ସାଙ୍ଗମାନେ ଏବେ ଯେଉଁ କାମ ପଡ଼ିଛି, ଆଉ ଗୋଟେ କଥା ଜାଣିଛନ୍ତି ସାଙ୍ଗମାନେ, ମୋ ସ୍ୱାମୀ ନୂଆ ବର୍ଷର ଆସିବେ, ମାନେ ମୋ ହଜବେଣ୍ଡ ନୂଆ ବର୍ଷର ଆସିବେ। ମୁଁ ଆସିଲିଣି ମାନେ 6 ମାସ ହେଲାଣି। 6 ମାସ ହେଲାଣି ନା। ମୁଁ ଆସିଛି କ'ଣ ପାଇଁ, ମୋ ଶାଶୁ ମୋ ଶ୍ୱଶୁର ଟିକେ ବୟସ ହେଇଗଲାଣି ତାଙ୍କର, ପୁଣି ସିଜରିଂର ପୁଅଟା ହେଲା ନା, ସେଥିପାଇଁ ମୋର ସେ କରିପାରିବେନି। ମୋର ସିଜରିଂର ହେଲେ ଜାଣିଥିବେ ସାଙ୍ଗମାନେ କେତେ ପ୍ରୋବ୍ଲେମ୍। ସେଥିପାଇଁ ସେମାନେ ଟିକେ, ମୋ ଶାଶୁ ଯେତେବେଳେ ବୟସ ହେଇଗଲାଣି ତାଙ୍କୁ ଆଖିକି ବି ଭଲ ଦେଖାହେଉନି, କାନକୁ ଶୁଭୁନି, ସିଏ ମୋର ଏତେ ସବୁ କରିପାରିବେ ନା। ସେଥିପାଇଁ ମୁଁ କହିଲି ଯେ ମୁଁ ପଳେଇବି, ମୋ ମା ଅଛି ମୋର କରିଦେବ। ଶାଶୁ କହିଲା ନେଇଯା, ଶ୍ୱଶୁରର ଭାରି ମନ ଦୁଃଖ ହେଲା। ହଁ ଟିକେ ଧରିବନି। ନା ନା, ମୋ ଶାଶୁ ଶ୍ୱଶୁର ଛାଡ଼ିବା ପାଇଁ ଟୋଟାଲି ବି ତାଙ୍କର ଇଚ୍ଛା ନଥିଲା। ବାସ୍ କ'ଣ ହେଲା ନା, ତାଙ୍କ ବୟସ ହେଇଯାଇଛି। ବୟସ ହେଇଯାଇଛି, ସିଏ ସେଇଟା 6 ମାସ ପର୍ଯ୍ୟନ୍ତ ରୋଷେଇବାସ ନିଆଁ କତିକି ଯା ଇଏ କର, ସେଥିପାଇଁ ସିଏ ଡରିଲେ କିଛି କାଳେ ହେବ, ଡରିଲେ। ଆଉ ଏଣେ ବି ମୋର, ମୁଁ ବି ସେଗୁଡ଼ା କରିପାରିବିନି ନା, ନ କଲେ ନ ହେବ। ସେଥିପାଇଁ ମୁଁ ପଳେଇ ଆସିଲି। 3 ମାସ କହିକି ଆସିଥିଲି, 6 ମାସ ହେଲାଣି ଆସିକି ରହିଲିଣି। ସେମାନେ ଫୋନ୍ କରୁଛନ୍ତି, ମୁଁ ବି ଫୋନ୍ କରୁଛି, ମୁଁ ଏପର୍ଯ୍ୟନ୍ତ ଯାଇନି। 3 ମାସ କହିକି ଆସିକି 6 ମାସ ହେଲାଣି। ମୋ ମା ହଇରାଣ ହେଉଛି, ଆଉ ମୁଁ ଟିକେ ଘରେ ମୋର ଜଗିବି, ମୋ ମା ତାର ବିଲ ବାଡ଼ିକି ଯିବ, ଏଇଆ ଭାବିକି ଧାନଟା କଟା ସରିଯାଉ ପଳେଇନି। ଏଇ ଶୁଣିକି ମୋ ମା କାନ୍ଦୁଛି, ତୁ ପଳେଇନେ ମୁଁ କ'ଣ କରିବି, ମୁଁ କେମିତି ରହିବି। ଆଉ ହେଉଛି କିଛି କନି, ମାନେ ପୁଅ ତା ବାପା ଆସିବେ ଯଦି ତୁ ପଳା, ଆମ ସାଣ୍ଡକୁ ଦେଇଯା। ହଁ, ହେଇ ଦେଖନ୍ତୁ, ତୁ ଯା ଆମର ନା। କିଛି କାମ ନାହିଁ। ମୋ କତିରେ କିଛି କାମ ନାହିଁ, ମୋ ପାଇଁ ତାଙ୍କର କାମ ଲାଗୁଛି, କିନ୍ତୁ ମୋ ପୁଅ ପାଇଁ କାମ ଲାଗୁନି। ତା ପୁଅ ଟିକେ ଚୁଚୁମି ଦେଲେ ଭୋକ ମରିଯିବ। ତାଙ୍କର ଭୋକ ମରିଯିବ। ତାଙ୍କର ଭୋକ ମରିଯିବ। ହଉ ଏତିକି। ମା ବଡ଼ ଜାଳ ଦେବୁନି। ମା ଏଠି ମୋ ପୁଅ କଥା କ'ଣ କହୁଥା, ମୁଁ ଟିକେ ଆସେ। ପଟିକା ଦେଇବି। ଅଳ୍ପ ତ କରିଛି, ଆଉ ଦୁଇଟା କାଟିକି କଲୁନି। ଆହୁରି ଚଟଣି। ସାଙ୍ଗମାନେ ଜାଣିଛନ୍ତି କେତେ ଚିକେନ୍ ଅଛି? 2.5 କିଲୋ ଚିକେନ୍ ଅଛି ଫ୍ରିଜ୍ରେ। ଆଉ ତାଙ୍କୁ ଆଉ ଦୁଇଟା ଦେଇଥିବୁ। ତାଙ୍କର ଚିକେନ୍ ଆଣିଲେ ନା, ତାଙ୍କ ଚିକେନ୍ ଆଣିଲେ ତାଙ୍କ ଚିକେନ୍ ଆଣିଛନ୍ତି। ସେ ତରକାରୀ କରିଦେବ। ଲଙ୍କା ନାହିଁ, ମୁଁ ଖାଇବିନି। ମୋତେ ଭଲ ନାହିଁ। ତାଙ୍କର ବି ନାହିଁ। ଲଙ୍କା ଗୁଣ୍ଡ ଦେବି ନା। ଜୁତା ପିନ୍ଧିକି ଯାଏ। ଏଠି ଧାନ କିଏ ପକେଇଲା ଲୋ? ମା ଭିଡ଼ିଓ ବନଉଛି। ଏଇ ଧାନ କିଏ ପକେଇଲା ମୁଁ ଦେଖୁଛି। ତ ଝିଅ କ'ଣ ଧାନ ପକେଇଲାଣି କି? ବଡ଼ ବଡ଼ ଧାନ। ଇଏ କି ଦେଲ ମାଲ ମୁଠେ ଧାନ।
ନଦୀରେ ମୁଁ ଆସୁ ଝିଅ କୋଉଠି ଆଣିଲା ଲୋ ଧାନ କେମିତି ଆଣିଲା ଜୁତାର ଜୁତାର କୋଉଠୁ ସାଙ୍ଗମାନେ ଦେଖନ୍ତୁ ନିଜେ ରାସ୍ତାରେ ଧାନ ପକେଇଛି ଭୁଲି ଯାଇଛି। ଜୁତାର ଧାନ ପଡ଼ିଯାଉଛି ନା କିଏ ଗୁଡ଼କୁ ଛড়େଇଛି ବାଛିରେ ଏଇଟା କହୁଥିଲା ନବ ବୋଲି କାହିଁ ଆଉ କିଛି କହିଲା ନେଲ ନକୁଲ ନବ ନା ତୁ ଗାଈଟା ନେଇଯା ମୁଁ ଗାଈ ନେବି ମୋ ଶାଶୁ ଶ୍ୱଶୁରଙ୍କର ବୟସ ହେଲାଣି ସିଏ ଗାଈ ରଖୁନାହାନ୍ତି ନେଇକି ଏବେ ବିକିଦେବେ କହିଲେଣି ଆମର 2ଟା ଗାଈ ବି ଅଛି ସେଠି ବିକିଦେବେ କହିଲେଣି ମୋ ମା କହୁଛି ତୁ ଗାଈ ମୋ ନେଇଯା। ଗାଈ ଯେତେ କ୍ଷୀର ଦେବ ତୋ ଶାଶୁ ଶ୍ୱଶୁର ଦେଖିନେ ସେ ଦେଖିଛନ୍ତି ଆମ ଦରକାର ନାହିଁ ମୋ ଶାଶୁ କ୍ଷୀର ଦୁଇଁ ପାରୁନାହାନ୍ତି ମୁଁ ବି ଦୁଆଁ ଶିଖି ନାହିଁ ମୋର ନେବା ଦରକାର ନାହିଁ ବୁଝିଲୁ ମୋର ଗାଈ ଦରକାର ନାହିଁ ତ ଯାହା କହିବୁ ଦୁଇଁ ଦେବ ସେ ଧନ୍ଦା କରିପାରିବିନି ଦିନକୁ 200 ଏବେକା ଯୁଗରେ ସାଙ୍ଗମାନେ ଦେଖୁଥିବେ ଶାଶୁ ଶ୍ୱଶୁର ନଣନ୍ଦ ସବୁ କେତେ କ୍ରିଟିକାଲ କିନ୍ତୁ ମୋର ସେମିତି ନାହିଁ ଆଉ କିଛି ଦିନ ବାକି ଅଛି ମୁଁ ଗଲେ ଦେଖିବେ ସେମାନଙ୍କୁ ନା ନା ଝିଅ ମାନେ ସାଙ୍ଗମାନେ ବିଶ୍ୱାସ କରିବେନି ଯେତେବେଳେ ମୁଁ ତାଙ୍କ ଘରକୁ 5 ବର୍ଷ ତଳେ ଯେତେବେଳେ ମୁଁ ତାଙ୍କ ଘରକୁ ନ ଯାଇଥିଲି ମୁଁ ତ ପଳେଇଥିଲି ଲୁଚିକି ପଳେଇଥିଲି ମୁଁ ଆମ ଘରୁ ଲୁଚିକି ପଳେଇଥିଲି ଗଲା ପରେ ସେମାନଙ୍କ କଥାବାର୍ତ୍ତା ଶୁଣିକି ମାନେ ମୋତେ ଏତେ ରାଗ ଲାଗେ ଏତେ କାନ୍ଦ ଲାଗେ ମୁଁ ମନେ ମନେ ମୁଁ କେତେ ରାଗେ ଗଲା ପରେ ମୋ ସହିତ ଅଲଗା ପ୍ରକାର ଘଟଣା ସବୁ ଘଟିଲା ମାନେ ମୁଁ ସବୁ ଯାହା ତାଙ୍କ ବିଷୟରେ ଭାବୁଥିଲି ସବୁ ଅଲଗା କେତେ ଭଲ ମୋତେ କେତେ ଭଲ ପାଆନ୍ତି ସମସ୍ତଙ୍କଠୁ ମୋତେ ବହୁତ ଭଲ ପାଆନ୍ତି ସେ ଭଲ ପାଏ କାହାର ନଜର ନ ଲାଗେ ଜାଣିଛନ୍ତି ସାଙ୍ଗମାନେ ମାନେ ମୋ ଶାଶୁ ଯିଏ ମୁଁ ତାଙ୍କୁ ବୋଉ ଡାକେ ସିଏ କ'ଣ କରିବେ ସେ ସବୁବେଳେ ମାନେ ରୋଷେଇ କଲାବେଳେ ପାଖରେ ବସିଥିବେ ସେ ସବୁ ରୋଷେଇବାସ କରିଦେବେ ନା ହେବ କିନ୍ତୁ ମୋର ମାନେ ସେ କ'ଣ କରନ୍ତି ମାନେ ସେ ଭାବନ୍ତି ଛୋଟ ଛୁଆଟା ରୋଷେଇ କରିପାରିବ ନ କରିପାରିବ ମୋତେ ବସିକି କହିବେ ଏମିତି କର ସେମିତି କର ମୋତେ କହୁଥିବେ କିନ୍ତୁ ସିଏ ପୁରା ରୋଷେଇଟା କରିବେ କିନ୍ତୁ ନାଁଟା ହେବ ମୋର ସବୁବେଳେ ସବୁ କାମର ହେଲ୍ପ କରିଦେବେ ମା ସେଇ ତେଲର ରାନ୍ଧିଦେବି ହଁ ରଖି ଦଉନୁ ଆଇଁଷ ତେଲ ରଖିନି କୁଆଡ଼େ ଅଳ୍ପ ଟିକେ ଆଇଁଷ ଖିଆ ବାର ଖାଇବା କୋଉଠି ରଖିବି ନା ଏଇ ଗଇରିଆ ତାଟିଆ ରଖୁନୁ ବୁଇ ପଡ଼ିବ ଦେ ଦେ ଆଉ ଟିକେ ଦେ ନା ନା ହେଲେ ଦେଇ ଖାଇନି ଜମା ମୋର ମୁଁ କ'ଣ କ'ଣ ପକେଇବି ସାଙ୍ଗମାନେ ଦେଖିଛନ୍ତି ତ ମୁଁ ସବୁ ମସଲା ଗ୍ରାଇଣ୍ଡିଙ୍ଗ କରି ରଖିଦେଇଛି ଖାଲି ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡଟା ପକେଇବି ଆଉ ରଖିବେ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡଟା ପକେଇବି ତେଜପତ୍ର ଅଳ୍ପ ଚିକେନ ରାନ୍ଧିବା
ପାଣି ଝିଅ ଦେହରେ ମୁଁ ପିଏ। ୟା ଦେହରେ ପାଣି ଦିଅ। କିନ୍ତୁ କାଲି ସାଙ୍ଗମାନେ ମୁଁ କରାଟ ରାନ୍ଧିଥିଲି ପୁରା ଖାଲି ଚିକେନ କରାଟ ରାନ୍ଧିଥିଲି କେତେ ଟେଷ୍ଟି ହେଇଥିଲା ମାମା। ତୁ ପାଣି ଦେଇଦେଲୁ ଭଲ ହେଲାନି। କିନ୍ତୁ କଷାଟା କାଲି ଯେଉଁ କରିଥିଲି ଭଲ ଲାଗୁନଥିଲା। ରୋଷେଇ ସଇଲା ମାନେ ଲିନା ମ୍ୟାଡ଼ାମ ତାଙ୍କର କ'ଣ ଲାଇଟ୍ ଲଗେଇ ଖୋଜୁଛନ୍ତି। କ'ଣ ଲୋ କ'ଣ ପର୍ସ? କାହା ପର୍ସ? ସତ୍ୟର ମା ଲୁଣ ପକାନି କେତେ ଅଳ୍ପ ରାନ୍ଧିବେ ନା ଯେନ୍ ଫ୍ରିଜ୍ରୁ କାଢ଼ି ଆଣିବି କେତେ ରନ୍ଧା ହେବ। ଝିଅ ଜାଣି ଆଣିବୁ। ସବୁ ଆଣିବା କ'ଣ ଏଇଠି ନିହାତି ଦରକାର। ତୁ ଯିବୁ କେତେ ରନ୍ଧା ହେବ ସେତିକି ନେଇ ପଳେଇ ଆସିବୁ। ସେ ଆଣୁ ଯା ନେଇ ଆସିବୁ ଯା। ମୁଠେ ପକେଇଦେବୁ ଯା। ଦୌଡ଼ି ଯା। ଚଲେଇଛୁ ନା ପିଇଛି? ନା ଫ୍ରିଜ୍ ଚଲେଇନି ଏବେ ଜିନିଷ ଚଲେଇ ଲୁଣ ଠିକି ଦେଇକି ରହିବୁ। ଲୁଣଟା ପକଉନୁ। ପଡ଼ି ସରୁ ସାଙ୍ଗମାନେ ମୋ ରୋଷେଇ ସରିଗଲା। କ'ଣ ଦେଖ କେତିକି ଜାଳର ଥର ସାଙ୍ଗେ ସାଙ୍ଗେ ଭାତ ହେଲା ତରକାରୀ ଆହୁରି ଏତେବେଳକୁ ହେଇସାରନ୍ତାଣି ମୋର। ମୁଁ ଖାଇକି ଶୋଇ ସାରନ୍ତିନି ଏତେବେଳକୁ। ମୁଁ ଜମା ରାନ୍ଧିବିନି। ମୋ କାମ ସରିବ ନେଲୁ ମୋ କାମ ସରିବ ମୁଁ ଆଣି ଚୁଲି ଲଗେଇବି। ମୋ ଲେଗ୍ ପିସ୍ଟା ପକା। ଖାଉ ମା ଆଉ ପକା ନା ସେଟା ନିଏ। ଲେଗ୍ ପିସ୍ଟା ପକା ସେଇଟା। ଏଠି ଦାଗ କରିଦେଲି ଏଥିରେ ପାଣି ଅଛି। फाइनाली सांगमाने आमर तो चिकेन पकड़ा हो गला। मु चिकेन पकड़ा खाईदेली, मो माँ खाइला, आम समस्त खाइलु। तापर चिकेन रांधुली हजम हो गला। चिकेन पकड़ा हजम हो गला। चिकेन कषि सारिकी एबे मु कषा चिकेन खाऊची। मु कषा चिकेन खाऊची। किए कषा चिकेन खाइबा आस। जदि मो वीडियो भल लगी देखो मोर लगी गला एठी। जदि मो वीडियो भल लगी ताने लाइक कमेंट शेयर सब्सक्राइब करेंगे। आउ जो माने मो चैनल रे नुआ अछंदी प्लीज सब्सक्राइब करेंगे। रही जय जगन्नाथ।